ହଁ ନ୍ୟାୟ ତ ମିଳିଲା, ଝିଅ ତ ମିଳିବନି, ନ୍ୟାୟ ପାଇଲୁ। ଅଜା କହୁଛନ୍ତି ନ୍ୟାୟ ମିଳିଛି, ହେଲେ କୁନି ପୁଅଟା ଅଜା କହୁଥିବା ସେ ନ୍ୟାୟ କଣ ଜାଣିନି କି ତାକୁ ଦେଖି ବି ପାରୁନି। ମାତ୍ର 3 ମାସର ହୋଇଥିବା ବେଳେ ମା ତାକୁ ଛାଡ଼ି ଆରପାରିକୁ ଚାଲିଗଲେ। ଆଉ ବାପା ଏବେ ମାର ହତ୍ୟାକାରୀ ଭାବେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଆଜୀବନ ସଜା କାଟୁଛନ୍ତି। ଅଜା କହୁଛନ୍ତି ନ୍ୟାୟ ମିଳିଛି, ବାପାଙ୍କୁ ବି ତାଙ୍କ ଦୋଷର ଦଣ୍ଡ ମିଳିଛି। ଆଉ ଆଈ ତାଙ୍କ ଝିଅକୁ ଯିଏ ମାରିଥିଲା ତାଙ୍କୁ ସଜା କଥା ଶୁଣି ସେ ବି ଟିକେ ଶାନ୍ତ ହୋଇଛନ୍ତି। ହେଲେ ଦୁନିଆ ବିଷୟରେ ଜାଣିନଥିବା ଏ ଛୋଟ ପୁଅଟାକୁ କିଛି ବି ମିଳିନି। ଓଲଟା ମାକୁ ସବୁଦିନ ପାଇଁ ହରାଇଛି। ହେତୁ ପାଇବା ପରଠୁ ବାପାଙ୍କୁ ଜଣେ ହତ୍ୟାକାରୀ ବୋଲି ଜାଣିଛି। ସତେ ଯେମିତି ତାର ଏ ଦୁନିଆଟା ଏଇ ଅଜାଙ୍କ କୋଳରେ ସରିଯାଇଛି। ହଁ ନ୍ୟାୟ ତ ମିଳିଲା, ଝିଅ ତ ମିଳିବନି, ନ୍ୟାୟ ପାଇଲୁ। ବହୁ ଦିନର ପ୍ରତୀକ୍ଷିତ 7 ବର୍ଷ ତଳର ପ୍ରତୀକ୍ଷିତ ରାୟ କାଲି ପ୍ରକାଶ ପାଇଛି। କିନ୍ତୁ ଯେହେତୁ ଝିଅକୁ ସବୁଦିନ ପାଇଁ ହରାଇଦେଲୁ, ତାକୁ ତ ପାଇବୁନି, ସେଇ ଦୁଃଖଟା ତ ସବୁଦିନ ରହିବ। ମାର ଫଟୋ ପାଖରେ ବସି ଆଖିକୁ ଢଳଢଳ କରି ପକାଉଥିବା କୁନି ପୁଅଟା ଆଉ କେହି ନୁହେଁ, ଅଭିନେତ୍ରୀ ନିକିତାଙ୍କ ପୁଅ। ମାର ପରଶ ପାଇବା ପୂର୍ବରୁ ସେ ନିକିତାଙ୍କୁ ହରାଇ ସାରିଛି। ତେଣୁ ତା ପାଖରେ ନିଅଣ୍ଟ ପଡ଼ିଛି ଢେର ସାରା ମାର ମମତା। କୁନି ପିଲାଟିଏ ସିନା ସେମିତି ବେଶୀ କିଛି କହିପାରୁନି, ହେଲେ ମାର ଅନୁପସ୍ଥିତିକୁ ସେ ଭଲ ଭାବେ ଜାଣିପାରୁଛି। ଏପଟେ ଛଳଛଳ ଆଖିରେ ଜନ୍ମକଲା ମା ମୃତ ଝିଅର ସେହି ଫଟୋକୁ ପୋଛି ପକାଉଛନ୍ତି। କାନ୍ଦି କାନ୍ଦି ଅନେକ କଥା ସବୁ କହିଯାଉଛନ୍ତି। ଝିଅର ହତ୍ୟାକାରୀ ଜ୍ୱାଇଁଙ୍କୁ ସିନା ସଜା ମିଳିଛି, ହେଲେ ଝିଅ ତ ଆଉ ଫେରିବନି କହି ଲୁହ ଗଡ଼ାଇ ପକାଉଛନ୍ତି। ନିୟତିର ସେ ଭାଗ୍ୟର ଲେଖାକୁ ଯେମିତି ସେ କାନ୍ଦି କାନ୍ଦି ଧିକ୍କାର କରୁଛନ୍ତି। ଆଉ ଜ୍ୱାଇଁ ଲିପନଙ୍କ କଥା ବି କହିଯାଉଛନ୍ତି। ଭଗବାନ ମୋର 7-8 ବର୍ଷ ମାନେ ମତେ ମାନେ ଯେତିକି ଆମେ କାନ୍ଦିଛୁ, ଦିନେ ବି ଶୋଇନୁ ଖାଇନୁ, ଏତେ ମାନେ ଆଖିକି ଦେଖାଯାଉନି ନା କାନକୁ ଶୁଭୁନି, ଏମିତି ହେଇକି ଆମେ ଥିଲୁ। ଏବେ ଆଉ କାଲିଠୁ ଗୋଟେ ମାନେ କେତେ ମାନେ ମୁଣ୍ଡର ଯେତେ ବଡ଼ ବୋଝ ମାନେ ହାଲକା ହେଇଛି, ସେ ଭଗବାନ ମା ମଙ୍ଗଳାକୁ ହିଁ ଜଣା। 6 ବର୍ଷର ଅପେକ୍ଷା ଏ ବୁଢ଼ା ବାପା ମାଙ୍କ ଶେଷ ହୋଇଛି। ଯେଉଁ ପୁଅକୁ ଜ୍ୱାଇଁ ସଜାଇ ଝିଅ ମଥାରେ ସିନ୍ଦୁର ପିନ୍ଧାଇଥିଲେ, ଶେଷରେ ସେଇ ଜ୍ୱାଇଁ ତାଙ୍କ ଅଲିଅଳି ଝିଅର ହତ୍ୟାକାରୀ ବୋଲି ପ୍ରମାଣିତ ହୋଇଛି। ଅଜା କହୁଛନ୍ତି ନ୍ୟାୟ ପାଇଛୁ, ହେଲେ ଏ ଆଈର ମନ ଜମାରୁ ବୁଝୁନି। ଆଉ ଏ ଛୋଟ ପୁଅଟା ଦୁନିଆକୁ ଜାଣିବା ପୂର୍ବରୁ ମାକୁ ହରାଇ ତା ଦୁନିଆଟା ଯେମିତି ଏଇଠି ଅନ୍ଧାର ହୋଇଯାଇଛି।